କ୍ୟାନ୍ସର ନାଁ ଶୁଣିଲା ମାତ୍ରେ ସମସ୍ତଙ୍କ ମନରେ ଛନକା ପଶେ। ଏହି ମାରାତ୍ମକ ରୋଗକୁ ନେଇ ସମସ୍ତେ ଭୟଭୀତ। ବିଶ୍ୱରେ ପ୍ରାୟ ଅଧିକାଂଶ ଲୋକଙ୍କ ଜୀବନ ନେଇସାରିଲାଣି କ୍ୟାନ୍ସର। ଏବେ ବି ଅନେକ ଲୋକ ଏହି କର୍କଟ ଭଳି ମାରାତ୍ମକ ରୋଗରେ ପୀଡ଼ିତ। ଏଭଳି ସ୍ଥିତିରେ କ୍ୟାନ୍ସର ରୋଗୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ଏବେ କ୍ୟାନ୍ସରକୁ ଭଲ କରିବା ପାଇଁ ପ୍ରସ୍ତୁତି ହୋଇଛି ଟୀକା। ନୂଆ ବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ଏହି କ୍ୟାନ୍ସର ଟୀକାକୁ ରୁଷ ତିଆରି କରିଛି। ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ଦାବି କରିଛି। ଏହି ଟୀକାକୁ ସେମାନେ ନିଜ ନାଗରିକମାନଙ୍କୁ ମାଗଣାରେ ଦେବେ। ଡେଲି ମେଲର ଏକ ରିପୋର୍ଟ ଅନୁସାରେ ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ ରିସର୍ଚ୍ଚ ସେଣ୍ଟରର ମୁଖ୍ୟ ଆଣ୍ଡ୍ରେ କାର୍ପିନ୍ ଏନେଇ ସୂଚନା ଦେଇଛନ୍ତି। 2025 ଆରମ୍ଭରୁ ନାଗରିକଙ୍କୁ ଟୀକାର ପ୍ରଥମ ଡୋଜ୍ ଦିଆଯିବ ବୋଲି ସେ କହିଛନ୍ତି। ରିପୋର୍ଟ ଅନୁଯାୟୀ ଏହି ଟୀକା କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ହେବ। ରୁଷର ବୈଜ୍ଞାନିକମାନେ ପୂର୍ବରୁ ଦେଇଥିବା ବିବୃତିରୁ ଜଣାପଡ଼ିଛି ଯେ ପାଶ୍ଚାତ୍ୟ ଦେଶରେ ବିକଶିତ ହେଉଥିବା କର୍କଟ ଟୀକା ପରି ପ୍ରତ୍ୟେକ ଡୋଜ୍ ବ୍ୟକ୍ତିଗତ ରୋଗୀଙ୍କ ପାଇଁ ପ୍ରସ୍ତୁତ ହେବ। ତେବେ ଏହି ଟୀକା କେଉଁ ପ୍ରକାରର କ୍ୟାନ୍ସର ଚିକିତ୍ସାରେ ବ୍ୟବହାର କରାଯିବ, ଏହାର ପ୍ରଭାବ କିଭଳି ରହିବ, ରୁଷ ଏହାକୁ କିଭଳି ଲାଗୁ କରିବ ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ। ଏଥିସହିତ ଏହି ଟୀକାର ନାଁ କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ବିଶ୍ୱର ଅନ୍ୟ ଦେଶ ଭଳି ରୁଷରେ ମଧ୍ୟ କ୍ୟାନ୍ସର ହାର ଲଗାତାର ବୃଦ୍ଧି ପାଇବାରେ ଲାଗିଛି। 2022 ମସିହାରେ ଏଠାରେ 5,35,000ରୁ ଅଧିକ କର୍କଟ ରୋଗୀଙ୍କ ମାମଲା ରେକର୍ଡ କରାଯାଇଥିଲା। ରୁଷରେ କୋଲନ, ସ୍ତନ ଏବଂ ଫୁସଫୁସ କର୍କଟ ସବୁଠାରୁ ସାଧାରଣ ବୋଲି କୁହାଯାଏ।